ନମସ୍କାର, ଜୟ ଜଗନ୍ନାଥ। ମୁଁ ଶୁଭଦର୍ଶିନୀ ଆପଣମାନଙ୍କୁ ସ୍ୱାଗତ କରୁଛି ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ଶୁଭଦର୍ଶିନୀ ଲାଇଫଷ୍ଟାଇଲ୍ରୁ। ଏ ଭିଡ଼ିଓଟା ହେଉଛି 19/20 ତାରିଖର। ଆଜି ବହୁତ ଦିନ ହେଇଗଲା ଭିଡ଼ିଓଟା ଏଡ଼ିଟିଂ କରିବି କହିକି ସମୟ ହେଉନଥିଲା, ଭଲ ବି ଲାଗୁନଥିଲା। କିନ୍ତୁ ଭିଡ଼ିଓଟା ଯେହେତୁ ମୁଁ କରି ରଖିଛି, ଭାବିଲି କାହିଁକି ସେୟାର ନ କରିବି। ଭୂମି ସ୍କୁଲରେ ବାର୍ଷିକ ଉତ୍ସବ 3 ଦିନ ପାଳନ ହୋଇଥିଲା। ସେଇ ସବୁର ମୁଁ କିଛି ଭିଡ଼ିଓ, କିଛି ତ କହିବିନି, କିଛିକୁ ମିଶେଇକି ଗୋଟେ ପୁରା ଭିଡ଼ିଓ କରିବା ପାଇଁ ଚେଷ୍ଟା କରିଛି। ଆଉ ମୁଁ ଭାବୁଛି ଏଇଟାର ପାର୍ଟ 1 ଆଉ ପାର୍ଟ 2 କରିବି ବୋଲି। ଦେଖିବା କି ହେଉଛି ନୁହେଁ। ଭଲ ଲାଗିଲେ ଯାଇକି ସେଇଟା ବି ଏଡ଼ିଟିଂ କରିବି। ଆଗେ ଏଇଟା ତ କରିସାରେ। ଆଉ ମୋତେ ଦେହଟା ବି କିଛି ଭଲ ଲାଗୁନଥିଲା, ସମୟ ବି ପାଉନଥିଲି, ତ ସେଇପାଇଁ କରୁନଥିଲି। ତାଙ୍କର ଶୁକ୍ର, ଶନି ଆଉ ରବିବାର 3 ଦିନ ହେଇଥିଲା। ଏଇଟା ପ୍ରଥମ ଦିନର ବା ଶୁକ୍ରବାରର। ଭୂମି ବାପାଙ୍କ କିଛି କାମ ଥିଲା ବୋଲି ସେ ବାହାରକୁ ଯାଇଥିଲେ, ସେଥିପାଇଁ ମୁଁ ହିଁ ଏକୁଟିଆ ସବୁ କିଛି କରୁଥିଲି। ଭୂମିକୁ ସ୍କୁଲ ନେଉଥିଲି, ସ୍କୁଲରୁ ନେଇକି ଆସୁଥିଲି। କେହି ଯେହେତୁ ପାଖରେ ନାହାନ୍ତି, ମୁଁ ଏକୁଟିଆ ସବୁ କିଛି କରୁଥିଲି। କାହିଁକିନା ଏଇଟା ପୂର୍ବର ଭିଡ଼ିଓ, ମୋର ଭୁଲରେ ବାହାରୁଥିଲା। ଭୂମିର ପ୍ରଥମ ଦିନ ନାଚ ନଥିଲା, ଖାଲି ପୁରସ୍କାର ପାଇବାର ଥିଲା। ସେ ବାର୍ଷିକ ଉତ୍ସବର 10-15 ଦିନ ପୂର୍ବରୁ ସେମାନଙ୍କର କିଛି ପ୍ରତିଯୋଗିତା ହୋଇଥିଲା ବା ଖେଳ ହେଇଥିଲା, ଯେଉଁଥିରେ କି ସବୁ କ୍ଲାସ୍ର ପିଲାମାନେ ଭାଗ ନେଇଥିଲେ। ଆଉ କମ୍ପଲସରି ସବୁ ପିଲାମାନେ ନିହାତି ଖେଳରେ ଭାଗ ନେବେ। ବହୁତ ସାରାରେ ଭାଗ ନେଇପାରିବେ, କିନ୍ତୁ କେହି ଯଦି 3ଟା ଖେଳରେ ଜିତି ଯାଇଥିବ, ତାକୁ ଆଉ ଖେଳରେ ଭାଗ ନେବା ଦରକାର ନାହିଁ। ତ ଭୂମିର ବି ସେଇ ଅବସ୍ଥା ହେଇଥିଲା। ଆଉ ଏଇ ଭିଡ଼ିଓଟା ହେଉଛି ମୁଁ ଯେତେବେଳେ ପ୍ରଥମ ସ୍କୁଲରୁ ଏଣ୍ଟ୍ରି କଲି ବା ପ୍ରବେଶ କଲି। ଏଇଟା ସେୟାର କରତେ ଭୁଲି ଯାଇଥିଲି, ଏବେ ସେୟାର କରୁଛି। ଏମିତି କିଛି ସ୍ୱାଗତ ହେଇଥିଲା। ଆଉ ତାପରେ ଯାଇକି ମୁଁ ଭିତରକୁ ଆସିଥିଲି। ପ୍ରଥମ ଦିନ ଭୂମିର ପୁରସ୍କାର ପାଇବା ଯେଉଁ ରହିଥିଲା, ମୋତେ ଏତେ ଖରାପ ଲାଗୁଥିଲା, କାହିଁକିନା ମୁଁ ପଛରେ ଯାଇକି ବସିଯାଇଛି। ପଛରେ ବସିବା ଦ୍ୱାରା ଭିଡ଼ିଓ ଭଲ କରିପାରିବିନି ବା ଫଟୋ ବି ନେଇପାରିବିନି। ଭୂମି ବାପା ବି ନାହାନ୍ତି। ଆଉ ନାନୀକୁ ବି କହିଥିଲି ଯେ ସିଏ ଟିକିଏ ଡେରିରେ ଆସିକି ପହଞ୍ଚିଲା, କାହିଁକିନା ତାର ବି ସ୍କୁଲ ଥିଲା, ଟ୍ୟୁସନ୍ ଥିଲା, ତ ସେ ସେସବୁକୁ ସାରିକି ଆସି ପହଞ୍ଚିଲା। ମାନେ ଭୂମି ପୁରସ୍କାର ପାଇସାରିଛି, ତାପରେ ମୋ ନାନୀ ଆସିକି ପହଞ୍ଚିଲା। ଏମିତି ମୁଁ ବି ଭିଡ଼ିଓ ନେବା ପାଇଁ ଚେଷ୍ଟା କରିଛି, ହେଲେ ବି ଏତେ ଭଲ ଦେଖାଯାଉନି, ଝାପ୍ସା ଦେଖାଯାଉଥିଲା। ଯାହା ହଉ ମୋ ନାନୀ ଆସିକି 3 ଦିନ ଯାକ ପହଞ୍ଚି ପାରିଲା। ଆଉ ଭୂମି ବାପା ସେକେଣ୍ଡ ଦିନ ଆସିକି ପହଞ୍ଚିଲେ। ଆଉ ଥାର୍ଡ଼ ଦିନ ମୋ ମା ବାପା ବି ଆସିକି ପହଞ୍ଚିଲେ। ଏମିତି ହେଇକି ସମସ୍ତେ ପହଞ୍ଚିଲେ ଯେ, କିନ୍ତୁ କେହି ବି ରୁମ୍କୁ ଯାଇପାରିଲେନି, କାହିଁକିନା କାହା ପାଖେ ସମୟ ନଥିଲା। ଯିଏ ଯାହା ସମୟରୁ ଟିକେ ସମୟ ଭୂମି ପାଇଁ ବାହାର କରିକି ଆସି ପହଞ୍ଚି ପାରିଲେ। ତ ସେତିକିଟା ଧନ୍ୟବାଦ ମୁଁ ସମସ୍ତଙ୍କୁ ଦେବା ପାଇଁ ଚାହୁଁଛି। ଆଉ ଭୂମି ଏଇଠି ତା ସାର୍ଟିଫିକେଟ୍
ଆଉ ସେ ଯାହା ବି ତାକୁ ମିଳିଥିଲା ସେ ଆମରୁ ଦେଖାଉଛି। ଆଉ ଏଠି ମୁଁ ଆଉ ମୋ ନାନୀ ବସିକି ଆଉ ତାପରର ଯାହା ସବୁ କାର୍ଯ୍ୟକ୍ରମ ଚାଲିଛି ସେସବୁକୁ ଆମେ ଦେଖୁଛେ। ତ ସେମିତି ସ୍କୁଲରୁ ତ ଯାଇ ହେବନି, ଭୂମିର ନାଚ ନାହିଁ, ତଥାପି ବି ସେମିତି ସ୍କୁଲରୁ ତ ଯାଇ ହେବନି। ତା ସିନା ସେଇଦିନ ନାହିଁ, ତା ପରଦିନ ନାଚ ଥିଲା ତାର। ଆଉ ଏଇ ଭିଡ଼ିଓଟା ହେଉଛି ସେକେଣ୍ଡ ଦିନର। ମୋର ଟିକେ ଦେହ ଭଲ ନାହିଁ, ସେଥିପାଇଁ ମୋତେ ଭଲ ଲାଗୁନି, ଭଏସ୍ ବି କେମିତି ଶୁଭୁଥିବ। ଆଉ ମୁଁ ଶୋଇ ବି ଭଏସ୍ ଦେଉଛି, କୁଣ୍ଠେଇ ବି ହେଉଛି ବୋଧେ, ଯେଉଁଟାକି ଭଏସ୍ରେ ଜଣା ପଡ଼ୁଥିବ। ଏଇଟା ତା ପ୍ରଥମ ନାଚ ସେଇଦିନ ହିଁ ହେଇଥିଲା। ଆଉ ସେଇଦିନ ଆଉ ଗୋଟେ ସେକେଣ୍ଡ ନାଚ ବି ହେଇଥିଲା। ପ୍ରଥମଟା ଫିଲ୍ମ ଗୀତ ଆଉ ତାପରଟା ସମ୍ବଲପୁରୀ ଭଜନଟା। ହଁ, ଯାହା ହଉ ସିଏ ତ ଯେତିକି ପାରିଲା ନାଚିବା ପାଇଁ, ସିଏ ବି ଆଉ ଅନ୍ୟମାନେ ବି ଚେଷ୍ଟା କଲେ। ଏ ଭିଡ଼ିଓଟା ମୁଁ ଭାବୁଛି ଦୁଇଟା ଭାଗରେ କରିବି ବୋଲି, ପାର୍ଟ 1 ଆଉ ପାର୍ଟ 2। କାହିଁକିନା ଏଇ ଭିଡ଼ିଓଟା ବହୁତ ଲମ୍ବା ହେଇଯାଉଛି। ଆହୁରି ବି ବହୁତ ସାରା ଭିଡ଼ିଓ ରହିଛି ଯେଉଁଟାକି ମୁଁ ବେଶୀ ଲମ୍ବା ନ କରିକି ଛାଡ଼ିବାକୁ ଚେଷ୍ଟା କରିବି। ଏଇଟା ହେଉଛି ଶେଷ ଦିନ ଭିଡ଼ିଓ। ଆଉ ସେଦିନ ମୋ ମା ବାପା ବି ଆସିକି ପହଞ୍ଚିଥିଲେ। ତ ସେଇଥିପାଇଁ ମୁଁ ସମସ୍ତଙ୍କୁ ବହୁତ ସାରା ଧନ୍ୟବାଦ ଦେଉଛି। ମୋ ବାପା ମା, ମୋ ମାମୁଁଙ୍କ ଝିଅ, ନାନୀ ସମସ୍ତେ ଆସିକି ପହଞ୍ଚିଥିଲେ। କେହି ମୋ ପାଖରେ ରୁହନ୍ତୁ ନ ରୁହନ୍ତୁ, ସ୍କୁଲକୁ ଆସିକି ନାଚ ଗୀତ ଭୂମି ଯାହା ବି କଲା, ତା ସ୍କୁଲର ବାର୍ଷିକ ଉତ୍ସବ ଦେଖିକି ଗଲେ, ଘଣ୍ଟେ 2 ଘଣ୍ଟା ରହିକି ଗଲେ, ଯେଉଁଟାକି ମୋତେ ଭଲ ଲାଗିଲା। କାହିଁକିନା ମୁଁ ବି କେଉଁଆଡ଼େ ବି ଯାଇପାରୁନି, ଭୂମି ବି ଯାଇପାରୁନି, ସେମାନେ ବି ଆସିକି ମୋ ପାଖରେ ରହିପାରୁନାହାନ୍ତି। ଆଉ ଏଇସବୁ ବାହାନାରେ ଆମରି 4-5 ମାସ ହେଲା ମୋ ବାପା ମାଆଙ୍କ ସାଙ୍ଗରେ ଦେଖା ହେଇନଥିଲା, ଯେଉଁଟାକି ହେଇଗଲା। ମୋତେ ବି ଭଲ ଲାଗିଲା। ଆଉ ମୁଁ ଭାବିଛି ଏଇ ଯେଉଁ ସ୍କୁଲ ଛୁଟି ପଡ଼ିବ, ମୁଁ ବି ଖାଲି ମୁଁ ନୁହେଁ, ମୁଁ ଆଉ ଭୂମି ଟିକେ ଭାବୁଛି ଯାଇକି ଚାରିଆଡ଼େ ବୁଲି ଆସିବା ବୋଲି। ଆଉ ଭୂମିର ସାଙ୍ଗ ମାମା, ତାଙ୍କୁ ଚାଟ୍ ଗୁପଚୁପ୍ ଖାଇବା ପାଇଁ ବହୁତ ମନ ହେଲା, ଯେଉଁଟାକି ଭୂମି ସ୍କୁଲ ପରିସର ମଧ୍ୟରେ ହିଁ ବସିଥିଲା। ମୁଁ କେବେ ବି ଖାଇନି, ହେଲେ ବି ଖାଇଦେଲି। ଆଉ ଏଠି ଭୂମି ସ୍କୁଲରେ କି ଖାଇବା ହେଉଛି ମୁଁ ଆପଣମାନଙ୍କୁ ବି ଟିକେ ଦେଖେଇତେ ଚେଷ୍ଟା କରିଛି। ତାଙ୍କର ବିନା ପିଆଜ ରସୁଣର ଖାଇବା ହେଇଛି, ଯେଉଁଟାକି ଭଲ ଲାଗୁଥିଲା। କାହିଁକିନା ସେଇଟା ବିନା ପିଆଜ ରସୁଣରେ ହେଇଥିଲା। ଆଉ ତାଙ୍କର 3 ଦିନ ଯାକ ସେଠି ସମସ୍ତେ ଖାଇପାରିବେ, ଆଉ ସମସ୍ତଙ୍କ ପାଇଁ ଖାଇବା ହୁଏ। ଭିଡ଼ିଓଟି ଯଦି ଭଲ ଲାଗିଥିବ ତାହେଲେ ଲାଇକ୍ କରିବେ ଆଉ ସେୟାର ବି କରିବେ।